ଶ୍ରାବଣର ସୋମବାର ଯାହା ଚନ୍ଦ୍ରମୌଳି ପାଖରେ ହଜାର ହଜାର ଭକ୍ତମାନଙ୍କର ଭିଡ଼ ଲାଗିଛି। କେତେ ଦୂର ଦୂରାନ୍ତରୁ ଭକ୍ତମାନେ ଧାଇଁ ଆସିଛନ୍ତି ବାବାଙ୍କ ପାଖରେ ଜଳ ଲାଗି କରିବା ପାଇଁ। ଆସନ୍ତୁ କିଛି ଭକ୍ତ ଅଛନ୍ତି ତାଙ୍କୁ ପଚାରି ବୁଝିବା କେତେ ଦୂରରୁ ଆସିଛନ୍ତି ଓ ଭକ୍ତମାନଙ୍କର ଟିକେ ମତ ନେବା। ଆଜ୍ଞା, କେତେ ଦୂରରୁ ଆସିଛନ୍ତି? ଆମେ ରାଜନଗରରୁ ଆସିଛ 20 କିଲୋମିଟର ଆସିଛ। ପ୍ରତ୍ୟେକ ବର୍ଷ ଏଇଠିକି ଆସୁଛ। ଏଇଠିକି ଏ ବର୍ଷ ବି 100ରୁ 200 ଲୋକ ଏମିତି ଆସିଛ ସବୁ ଏଠିକି। କ'ଣ କହିବେ ବାବାଙ୍କର ମହିମା ବିଷୟରେ? ବାବାଙ୍କର ମହିମା, ବାବାଙ୍କ ଆଉ ବହୁତ ଦିନର ବାବାଙ୍କର ମହିମା ଅଛି। ଆମେ ବି ବାବାଙ୍କର ଯେଉଁ ଆଶୀର୍ବାଦ ନେଇକି ଆସିଛ, ବହୁତ ଆମର କାମ ସଫଳ ବି ଆମର ହେଉଛି ଏଠି। ଆମେ ବି ପ୍ରତ୍ୟେକ ବର୍ଷ ଖାଲି ପଦରେ ଚାଲି ଚାଲି ବି ଏଠିକି ଆମେ ଆସୁଛ। ଆଉ ଜଣେ ମଧ୍ୟ ଭକ୍ତ ଅଛନ୍ତି, କ'ଣ କହିବେ କେତେ ଦୂରରୁ ଆସିଛନ୍ତି? ରାଜନଗର ବ୍ଲକର ନୁରୁଗାଁରୁ ଆସିଛୁ। ବାବାଙ୍କର ବହୁତ ମହିମା ଅଛି। ଆମ ଗାଁରୁ ପ୍ରାୟ ଆମେ 100ରୁ ଉର୍ଦ୍ଧ୍ୱ ଲୋକ ଆସିଛୁ। ଯାହା ଭଗବାନଙ୍କ ଆଶୀର୍ବାଦ ଏଇଭଳିଆ ଲାଗି ରହିଥାଉ। ଆମେ ସବୁ ବର୍ଷ ଏ ଜାଗାକୁ ଆମେ ଆସିକି ଭଗବାନଙ୍କ ଦର୍ଶନ କରିକି ଯାଉ ବୋଲି ଏଇ ମୋର ଆଶା ବିଶ୍ୱାସ ଅଛି। ଆଉ ଜଣେ ମଧ୍ୟ ଅଛନ୍ତି, ଭାଇ କହିବେ କେତେ ଦୂରରୁ ଆସିଛନ୍ତି? ଯେଉଁ ଶ୍ରାବଣର ସୋମବାର, ତା ସହିତ ହଜାର ହଜାର ଭକ୍ତଙ୍କର ଭିଡ଼ ରହିଛି ମଧ୍ୟ ଚନ୍ଦ୍ରମୌଳି ପାଖରେ। କ'ଣ କହିବେ? ଆପଣଙ୍କ ନାଁ କହିବେ? ମୋ ନାଁ ସିଦ୍ଧାର୍ଥ ଶେଖର ସାହୁ, ନୁରୁଗାଁରୁ ଆସିଛି। ଏଠି ବାବାଙ୍କ ପାଖରେ ଯାହା ମନସ୍କାମନା ପୂର୍ଣ୍ଣ କରିଥିବେ ତା ଏଠି ପୂରଣ କରନ୍ତି ବାବା। ବାବା ବହୁତ ଭୋଳା ବାବା, ସିଏ ଯାହା ମନସ୍କାମନା କରିବେ ସେହା ପୂରଣ କରନ୍ତି। ଆଉ ଜଣେ ମଧ୍ୟ ମା ଅଛନ୍ତି, ଟିକେ ଆଗକୁ ଆସିବେ, କହିବେ କେତେ ଦୂର ବାଟରୁ ଆସିଛନ୍ତି ବାବାଙ୍କ ପାଖକୁ? ରାଜନଗର ନୁରୁଗାଁରୁ ଆସିଛୁ। ବହୁତ ବହୁତ ଧନ୍ୟବାଦ ତୁମକୁ। ମାନେ ଆମେ ନୁରୁଗାଁରୁ ବାବାଙ୍କ ପାଖକୁ ଆସିଛନ୍ତି, କ'ଣ ମନ ଆସି ଆସିଛନ୍ତି? ଆମ ପିଲାପିଲିଙ୍କ ପାଇଁ, ଆମେ ଖୁସି ପାଇଁ ଆମେ ଆସିଛୁ। ଠାକୁର ଆମକୁ କେମିତି ଖୁସିରେ ରଖନ୍ତୁ, ଏତିକି ଆମର ମଙ୍ଗଳ। ଆଉ ଜଣେ ମଧ୍ୟ ଭକ୍ତ ଅଛନ୍ତି, କହିବେ ମହାପ୍ରଭୁଙ୍କର ମହିମା କହିବେ। ଆପଣ ତ ସବୁବେଳେ ଭଗବାନଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। ଜୟ ଜଗନ୍ନାଥ, ଜୟ ଚନ୍ଦ୍ରମୌଳି। କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମୁତିକଣର ଆରାଧ୍ୟ ଦେବତା ପ୍ରଭୁ ଚନ୍ଦ୍ରମୌଳି। ଏ ଚନ୍ଦ୍ରମୌଳି ପୀଠରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କାଉଡ଼ିଆ ଭାଇ ଭଉଣୀମାନେ ଏଠି ପାଣି ବୁଡ଼ାନ୍ତି, ଠାକୁରଙ୍କ ପାଖରେ ଜଳଦାନ କରନ୍ତି। ଆଜି ଏ ବର୍ଷ ମଧ୍ୟ ବହୁ ସଂଖ୍ୟକ ଭକ୍ତମାନେ ଯୋଗ ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ସମେତ ପାଖାପାଖି ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଅଞ୍ଚଳରୁ ଆମ ଏ ଅଞ୍ଚଳକୁ ଆସନ୍ତି। ଆଜି ଏତିକି କଥା କହିବି ଆପଣଙ୍କ ମାଧ୍ୟମରେ ଯେ କି ଏ ଏକ ଆରାଧ୍ୟ ଦେବତା ଆମ ଅଞ୍ଚଳର, ଯାହାକି ପ୍ରତ୍ୟକ୍ଷ ଦେବତା ଭାବେ ପରିଚିତ ଅଞ୍ଚଳରେ ଅଛନ୍ତି। ଭକ୍ତମାନେ ଯେଉଁ ଉଦ୍ଦେଶ୍ୟରେ ତାଙ୍କର ପ୍ରାର୍ଥନା କରିଥାନ୍ତି ତାଙ୍କର ମନସ୍କାମନା ପୂରଣ ହୁଏ। ମୁଁ ନିବେଦନ କରିବି ଆପଣଙ୍କ ଜରିଆରେ ଯେ କି ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏହି ଜାଗାକୁ ଆସନ୍ତୁ ଭକ୍ତମାନେ ଏବଂ ତାଙ୍କର ମନସ୍କାମନା ପୂରଣ କରନ୍ତୁ। ଏହି ଅବସରରେ ଆମର ରାଜନଗର ନୁରୁଗାଁର 200ରୁ ଉର୍ଦ୍ଧ୍ୱ ଭକ୍ତମାନେ ଆସନ୍ତି। ଶାସନ ନିମପୁର ଶାସନ ରଞ୍ଜନ ଭାଇ ଯେ ଆମର ଅଛନ୍ତି ଆନ୍ତର୍ଜାତିକ ମାନବାଧିକାର ପରିଷଦର ସଭାପତି, ତାଙ୍କ ନେତୃତ୍ୱରେ 300ରୁ 400 ପିଲା ଆସୁଛନ୍ତି। ଏଭଳି କାର୍ଯ୍ୟକ୍ରମ ଯେଉଁ ଚାଲିଛି, ମୁଁ ଧ୍ରୁବର୍ଣ୍ଣପୂର୍ଣ୍ଣା କଳା ପରିଷଦର ସଭାପତି ହିସାବରେ ସମସ୍ତଙ୍କୁ ସ୍ୱାଗତ କରୁଛି। ଚନ୍ଦ୍ରମୌଳି କମିଟି ତରଫରୁ ମଧ୍ୟ ସ୍ୱାଗତ କରୁଛି। ତାଙ୍କ ଭକ୍ତମାନଙ୍କର ମନସ୍କାମନା ପୂରଣ ହେବ। କହିବେ କେତେ ଦୂରରୁ ଆସିଛନ୍ତି? ଆମେ ଆସିଛୁ 20 କିଲୋମିଟର ଦୂରରୁ। ଆମେ ରାଜନଗର ନୁରୁଗାଁ ଆଉ 20 କିଲୋମିଟର ଦୂରରୁ ଆମେ ଆସିଛୁ। ଚନ୍ଦ୍ରମୌଳିଙ୍କର ମାନେ ପ୍ରସିଦ୍ଧ ଇଏ ଅଛି, ଯାହା ମନସ୍କାମନା ଟିକେ ଡାକେ ସିଏ ବି ପୂରଣ କରନ୍ତି। ଆଉ ସେଇ ପାଣି ଭାର ଆମେ ନେଇକି ଆସିଛୁ। ବାବା ଆମର ମନସ୍କାମନା ପୂର୍ଣ୍ଣ କରିବେ। ପ୍ରତ୍ୟେକ ବର୍ଷ ବି ଆମେ 100-200 ଲୋକ ବି ଆସୁଛୁ। ଆଉ ଏତିକି କହୁଛି। କହିବେ କେତେ ଦୂରରୁ ଆସିଛନ୍ତି, ବାବାଙ୍କର ମହିମା ବିଷୟରେ କହିବେ? ମୋ ନାଁ ହେଉଛି ପାଣ୍ଡବ ଚରଣ ରାଉତ। ଆମେ ନୁରୁଗାଁ ଗ୍ରାମରୁ ପ୍ରାୟ କାଉରିଆ 100 ଆସିଛୁ। ତେଣୁ ଆମେ ଜାଣିଛୁ ଆଗରୁ ଶିବଙ୍କର ମହିମା, ଯାହା ମାଗିଲେ ତାହା ଦିଅନ୍ତି ବୋଲି ଆମେ ବିଶ୍ୱାସ କରୁଛୁ। ତେଣୁ ଏ ଯେଉଁ ପୀଠ ରହିଛି ବହୁତ ନାମୀ ଦାମୀ ପୀଠ। ଏ ଏରିଆରେ ମଧ୍ୟ, ଏ ଅଞ୍ଚଳରେ ମଧ୍ୟ ବହୁତ ନାମୀ ଦାମୀ ପୀଠ। ତେଣୁ ବହୁତ ଶ୍ରଦ୍ଧାଳୁ ଭକ୍ତମାନେ ଆସିଛନ୍ତି, ଆମେ ବି ମଧ୍ୟ ଆସିଛୁ। ତେଣୁ ଠାକୁରଙ୍କୁ ଏତିକି ନିବେଦନ କରିବି, ମୋର ଏଇଟା 14 ବର୍ଷର ମାନେ ବୋଲବମ ପିଲାମାନଙ୍କୁ ଘେନିକି ମୁଁ ଆସୁଛି। ତେଣୁ ମୋର ମଧ୍ୟ ଅନୁଭୂତି, ଏ 14 ବର୍ଷର ଅନୁଭୂତି। ମୁଁ ଯାହା ଦେଖିଲି ଚନ୍ଦନଘରର ଚନ୍ଦ୍ରମୌଳି ବହୁତ କାଉରିଆ ମାନେ ଆଜି ଆସିଛନ୍ତି।
ଆସୁଛନ୍ତି। ଦେଖୁଥିଲେ ଯାହା କହନ୍ତି ଯେ କାଟିଲା ମୁଣ୍ଡ ରଖିଥାନ୍ତି ମହାଦେବ ଚନ୍ଦ୍ରମୌଳି ସେଇ ପୀଠରେ ଆମେ ଅଛୁ। ସିଧାସଳଖ ଆପଣଙ୍କୁ ଦୃଶ୍ୟ ଦେଖାଉଛୁ ଯାହା ଏଠି ହଜାର ହଜାର ଭକ୍ତମାନଙ୍କର ମୁଁ ଦେଖେଇବି କହିବି କ୍ୟାମେରା ପର୍ସନକୁ ଦେଖେଇବେ ଯେ ହଜାର ହଜାର ଯେଉଁ ଭକ୍ତମାନେ ରହିଛନ୍ତି ସେପଟେ ମଧ୍ୟ ରହିଛନ୍ତି ଦେଖିବେ ଯେ ଅନେକ ଭକ୍ତ ଆସୁଛନ୍ତି ଜଳଲାଗି କରିବା ପାଇଁ। चलो चलो चलो